ଢେଙ୍କାନାଳ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶମାଣ ପାଟଣା ଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ରବିବାର ସନ୍ଧ୍ୟାରେ ଦୁର୍ଯ୍ୟୋଧନ ବେହେରା ତାଙ୍କ ଘର ଉପରକୁ ବିଜେପି କର୍ମୀମାନେ ଢେଲା ପଥର ସହ ବୋତଲ ମାଡ଼ କରିଥିବା ବିଜେଡି କର୍ମୀ ପ୍ରଭାତ ବେହେରା ନିହାଲ ପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ, ଏମାନେ ମିଥ୍ୟା ଅଭିଯୋଗ କରି ଆମକୁ ହଇରାଣ କରୁଛନ୍ତି, ଏହାର ସଠିକ୍ ତଦନ୍ତ କରାଯାଉ ବୋଲି ବିଜେପି କର୍ମୀମାନେ କହିଛନ୍ତି। ତା ସହିତ ନିର୍ବାଚନରେ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ବିଜେଡି ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ଗଣ୍ଡଗୋଳ ହେବା ପରେ ଏହାକୁ ରାଜନୈତିକ ଆଖ୍ୟା ଦିଆଯାଉଥିବାର କୁହାଯାଇଛି। ଗତ 25 ତାରିଖ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସରିଥିବା ବେଳେ ଏହାର ରାଜନୈତିକ ହିଂସା ଦେଖାଯାଇଛି। ରବିବାର ସନ୍ଧ୍ୟାରେ ପ୍ରଭାତଙ୍କ ପରିବାର ସହ ଅନ୍ୟମାନେ ଘର ଗେଟ୍ ପାଖରେ ବସିଥିବା ବେଳେ ପଥର ଓ ବିୟର ମାଡ଼ ବୋତଲ କରାଯାଇଥିବା କୁହାଯାଉଥିଲା ବେଳେ ଏଥିରେ କେହି ଆହତ ନ ହେବା ସମସ୍ତଙ୍କୁ ଚକିତ କରିଛି। ଏ ସମ୍ପର୍କରେ ନିହାଲ ପ୍ରସାଦ ଥାନାରେ ଅଭିଯୋଗ କରିବା ପରେ ପୁଲିସ 108/2024 ଏକ ମାମଲା ରୁଜୁ କରି ଘଟଣା ଉପରେ କଡ଼ା ନଜର ରଖି ତଦନ୍ତ କରୁଛି। ଦୁର୍ଯ୍ୟୋଧନ ବେହେରା ଦଶମାଣ ପାଟଣା ପୂର୍ବତନ ସରପଞ୍ଚ। କାଲି 7:30 ବେଳେ ଆମ ଫ୍ୟାମିଲି ଏଇ ଆପଣ ଯେଉଁ ଛିଡ଼ା ହେଇଛନ୍ତି ସେ ପଛପଟେ ମୋ ମା, ମୋର ଜଣେ ସାନ ଭାଇ ବସିଥିଲେ, ଆଉ ଏପଟେ ମୋ ଡାହାଣ ପଟକୁ ମୋର ପୁତୁରା ଆଉ ସେ ଜଣେ ଆଳୁ ଦେଇଥିଲା ଦୋକାନକୁ ଆସିଥିଲା ପଇସା ନେବା ପାଇଁ, ସ୍କୁଟିରେ ଥୋଇକି ବସିଥିଲା। ଆମେ ଦୁଇ ଭାଇ ସେ ଘର ଗେଟ୍ ଭିତରେ ସେପଟେ ଏପଟେ ଜଣେ ବସିଥିଲୁ, ଆଉ ଏଇ ସ୍କୁଟି ବାଉଣ୍ଡରୀ ଭିତରୁ ବସିଛୁ, ହଠାତ୍ ପଥର ଆଉ ଏଇ ବିୟର ବୋତଲ ମାଡ଼ ହେଲା ଏ ଗେଟ୍। ଆମର ସେ ପୁତୁରା ମୋ ମା ଦେଖିବେ ମାଆଙ୍କ ହାତ କଟିଯାଇଛି, ଫୁଲିଛି, ଆଉ ଜଣେ ଦାଦାଙ୍କ ପୁଅ ଭାଇ ଆଉ ଜଣେ ଦାଦା ପୁଅ ଭାଇ ତାଙ୍କର ବି କ୍ଷତ ହେଇଛି। ଏଇ ଯେଉଁ ଅସାମାଜିକ କାମ କରୁଛନ୍ତି, ଇଲେକ୍ସନ୍ ଆଜ୍ଞା ଇଲେକ୍ସନ୍ ବାଟରେ ଗଲା, ଇଲେକ୍ସନ୍ ରେଜଲ୍ଟ ବାହାରିଲେ କ'ଣ ହେବ କ'ଣ ନାହିଁ। ଆମେ ଆଜ୍ଞା ବର୍ତ୍ତମାନ ଆପଣଙ୍କ ଜରିଆରେ ଆମେ ପ୍ରଶାସନକୁ ଅନୁରୋଧ କରୁଛୁ, କାଲିଠାରୁ ଆମେ ଘରେ ତାଟି କବାଟ କରି ବନ୍ଦ କରୁ। ସେ ବାରମ୍ବାର ବି ଯେତିକି ପ୍ରୋଟେକ୍ସନ୍ ପାଇବା କଥା ଆମେ ପାଇପାରିନୁ। ଆମର 16 ଜଣ ପରିବାର ଆମେ ଘର ଭିତରେ ତାଟି କବାଟ ଦେଇ ଏବେ ସୁଦ୍ଧା ବନ୍ଦ ରହିଛୁ। ମୁଁ ସଞ୍ଜୀବ କୁମାର ପ୍ରଧାନ ଦଶମାଣ ପାଟଣାରୁ କହୁଛି। ମୋ ଭାଇ ନାଁରେ ଯେଉଁ ଆଲିଗେସନ୍ କରିଛନ୍ତି ଦୁଇ ଭାଇ ନାଁରେ, ମୋ ସାନ ଭାଇ ସକାଳ ମୋ ପୁଅ ଆଉ ମୋ ବଡ଼ ପୁଅ ଆଉ ଆମ ସାନ ଭାଇ ସେ ସକାଳ 6ଟାରୁ ଯାଜପୁର ଟାଉନ୍ ଯାଇ କାମ କରିବା ଟେଣ୍ଟ କାମ କରିବା। ଇଏ କାଲି ସକାଳ 6ଟାରୁ ବାହାରିକି ଗଲେ, ଇଏ ରାତିରେ ତାଙ୍କ ଘରେ କ'ଣ ହେଇଛି କ'ଣ ନାହିଁ ସେ ମିଛରେ ଗୋଟେ ନ୍ୟୁଜ୍ ଡାକି ଭଲ କରି ଥାନା ଆଗରେ କହିଛନ୍ତି ଯେ ଜିତନ ପ୍ରଭାତ ବେହେରା କାହିଁ କଲେ ସେ ମିଛରେ ଗୋଟେ କହିଲେ ମୋତେ ଝାପ୍ସା ଦେଖାଲା। ସିଏ ଯେଉଁ ନ୍ୟୁଜ୍ରେ ଛାଡ଼ିଛନ୍ତି ଭଲ କରିଛନ୍ତି, ମୋତେ ଝାପ୍ସା ଦେଖାଲା। ସେ କ'ଣ କାଠ ଲଗେଇଥିଲେ ଦେଖିଲେନି କଲେନି। ଯେତେବେଳେ ସିଏ ନିଜେ କହୁଛନ୍ତି ବୋତଲ ମାଡ଼ ହେଲା ଆମେ ଘରକୁ ପଳେଇଲୁ, ତାଙ୍କର ତ ବାଉଣ୍ଡରୀ ହେଇଛି ଭଲ ହେଇଛି, ଇଏ ଦେଖିଲେ କେମିତି, କୋଉ ହିସାବରେ କେମିତି ଦେଖିଲେ? ସେ ଗୋଟେ ରାଗରେ ବିଜେଡି, ଆମେ ବିଜେପିରେ ଥିଲୁ ନା ବିଜେଡିରେ ଥିଲୁ, ଆଗାମୀ ବିଜେପି ଯେମିତି ପଳେଇଲୁ ସେଇ ରାଗରେ ତାଙ୍କର ଗୋଟେ ଏମିତି ରାଗରେ ସେ ଗୋଟେ କରିଛନ୍ତି। 2012 ମସିହାଠୁ ତାଙ୍କ ମିସେସ୍ ଛିଡ଼ା ହେଇଥିଲେ ସରପଞ୍ଚରେ, ଦୁର୍ଯ୍ୟୋଧନ ବେହେରାଙ୍କ ମିସେସ୍ ସରପଞ୍ଚରେ ଛିଡ଼ା ହେଇଥିଲେ। ସେ ହାରିଯିବା ଦୋଷେ ଆମକୁ ସେଇ 2012 ମସିହାରୁ ଆମେ କେତେ ଜଣ ବୁଢ଼ା ବୁଢ଼ାଙ୍କୁ କେସ୍ରେ ପକେଇଛନ୍ତି ଆଜି ସୁଦ୍ଧା। ମୋ ନାଁ ସୁଧୀର ରଞ୍ଜନ ପ୍ରଧାନ, ଦଶମାଣ ପାଟଣା ସରପଞ୍ଚ। ରାତିରେ ଆମେ ଶୁଣିବାକୁ ପାଇଲୁ ଯେ କିଏ କ'ଣ ତାଙ୍କ ଘର ପାଖରେ ପଥର ମାଡ଼ କରିଛନ୍ତି। ତାପରେ ମୋତେ IAS ଫୋନ୍ କରିଥିଲେ, ଜାଗାକୁ ଆସିଥିଲି। କିନ୍ତୁ ଆଗରୁ ଆମେ ଶୁଣିବାକୁ ପାଇଥିଲୁ ଯେ ସେ ଯେଉଁ ଟଙ୍କା ବଟାକୁ କେନ୍ଦ୍ର କରି ପ୍ରଭାତ ବେହେରା ସେ ନିଜେ ବିଜେଡ଼ିର ଟଙ୍କା ଆଣି ବାଣ୍ଟୁଥିଲେ। ସେ ଟଙ୍କା ତାଙ୍କ ଠିକ୍ରେ ଭାଗବଣ୍ଟା ଛିଡ଼ି ନଥିଲା, ତେଣୁକରି ତାଙ୍କ ଭିତରେ ଉତ୍ତେଜନା ହେଇଥିଲା। ସେ ତୁମୁଳ କାଣ୍ଡ ଘଟାଇଛନ୍ତି। ତୁ ପଇସା ଆଣିଲୁ, ପଇସା ଠିକ୍ରେ କାହିଁ ବାଣ୍ଟିଲୁ, ଆମ ଭୋଟ୍ କାହିଁ କମିଲା, ତେଣୁକରି ତା ଘର ପାଖରେ ସେ ତୁମୁଳ କାଣ୍ଡ କରିଛନ୍ତି। ସେଟାକୁ ମିଛ ଆରୋପ ଲଗାଇ ଆମ ବିଜେପି କର୍ମୀଙ୍କ ନାଁରେ, କର୍ମୀ କିଛି ଭୋଟିୟରଙ୍କ ନାଁରେ ସେ ମିଛ ଆରୋପ ଲଗାଇକି ତାଙ୍କ ନାଁରେ ଗୋଟେ କେସ୍ ଦେବା ପାଇଁ କହିଛନ୍ତି। ମିଛଟାରେ ସମସ୍ତଙ୍କ ନାଁରେ ଏଠି କେସ୍ ରୁଜୁ କରିକି ଘରେ ବସିବ, ମିଛଟାରେ କେସ୍ ତା ନାଁ ଲଗା ହେବ। ଅତୀତରେ ଏମିତି ଥିଲା ଆମର 2012 ମସିହା ଇଲେକ୍ସନରେ ଗୋଟେ 70 ବର୍ଷର ବୁଢ଼ାମାନଙ୍କ ନାଁରେ ବି ସେ ଯେଉଁ ସରପଞ୍ଚଙ୍କ ମିସେସ୍ ସେତେବେଳେ ସେ ସରପଞ୍ଚ ଛିଡ଼ା ହେଇଥିଲେ, କିନ୍ତୁ ସିଏ ନିଜେ ଦେଇଥିଲେ ଆମ ସବୁ ଲୋକଙ୍କ ନାଁରେ ରେପ୍ କେସ୍ ପକାଇଥିଲେ। ତେଣୁ ତାକୁ ବି ତଦନ୍ତ କରାଯାଉ, ଇଏ ସବୁ ଗୁଡ଼ା ମିଛ କି ସତ। ପୂର୍ବତନ ସମୀକ୍ଷା ଥିଲି। ବର୍ତ୍ତମାନ 2024 ମସିହାରେ ଯେଉଁ ଇଲେକ୍ସନ୍ କରାଗଲା, ଆମର ସବୁ ଶାନ୍ତି ଶୃଙ୍ଖଳାରେ ଯାହା ଯେମିତି ଚାଲିଥିଲା। ଆମେ କିଛି ଲୋକ ସଂଗଠିତ ହେଇକି ଆମେ ବିଜେପି ପାଇଁ
समर्थित होइतिलु तेणुकरी सब ठीक थिला इलेक्शन 2 दिन पर ये सब कांड कारनामा होचे हम गाँव में झील को बाहर को बाहर भी कष्टकर हो जाऊँगी आउ जो भाषा दुर्व्यवहार करुँच ए खंडकर के चलवा बहुत कष्ट बीजेडी वाला आसी गंडगोल कले राति अधर आसी लाइट को बाटे भांगी देकर गले। हाँ से आम समस्त डरिक गुंडा बदमाशी आस डरिक घर बाहर पारनु आम कि चलू से न्याय दिंतु। ढेंकानालू सौम्यरंजन महांती को रिपोर्ट नागराज न्यूज।